ମୁଁ ପ୍ରଦୀପ ସେଠୀ ବାସୁଦେବପୁର ବ୍ଲକରୁ ଆସିଛି। ଆଜି ଆମେ ଯେଉଁ ପ୍ରେମଜୀ ଆଜମି ପ୍ରେମଜୀ ୟୁନିଭର୍ସିଟିକୁ ଆସିଛୁ ଟ୍ରେନିଂ ଲିଡରସିପ୍ କ୍ୱାଲିଟି ଉପରେ ଟ୍ରେନିଂ ନେବା ପାଇଁ ଆସିଛୁ। ଭଦ୍ରକରୁ 5 ଜଣ ଆସିଛୁ, ଓଡ଼ିଶାରୁ 50 ଜଣ। ଏଇଟା ସେକେଣ୍ଡ ବେଚ୍। ଏ ଟ୍ରେନିଂର ଉଦ୍ଦେଶ୍ୟ ହେଉଛି ଯେ ହେଡ଼ମାଷ୍ଟରର କେପାସିଟି ବିଲ୍ଡିଂ କରିବା ନିର୍ଭର କରୁଛି। ବିଗତ ଦିନମାନଙ୍କରେ ବିଭିନ୍ନ ଜିଲ୍ଲାମାନେ ଯେଉଁ ଟ୍ରେନିଂ ଦିଆଯାଇଥିଲା, ସେ କେପାସିଟି ବିଲ୍ଡିଂର ଯାହା ଟ୍ରେନିଂ ଦିଆଯାଇଥିଲା ତାର ଆହୁରି କେମିତି କେପାସିଟି ବିଲ୍ଡିଂ ଉନ୍ନତମାନର କରାଯାଇପାରିବ ଏବଂ କେବଳ ଯେ ପ୍ରଧାନ ଶିକ୍ଷକମାନେ ସୀମିତ ହେଇଯାଉଛନ୍ତି ଟ୍ରେନିଂ ନେବାରେ, ଟ୍ରେନିଂ ନେଇକି ଯେ ସେମାନେ ଭାବୁଛନ୍ତି ଯେ ଆମେ କେବଳ ଗୋଟେ ଆଡମିନିଷ୍ଟ୍ରେସନ୍ ଚଳେଇବୁ, ସେମିତି ନୁହେଁ। ଆମେ ସେଇ ଆଡମିନିଷ୍ଟ୍ରେଟରରୁ ବାହାରକୁ ଯାଇକି ଆମର ମୁଖ୍ୟ ଉଦ୍ଦେଶ୍ୟ ଯେଉଁମାନେ ଅଛନ୍ତି, ଲର୍ଣ୍ଣର ଅଛନ୍ତି, ପିଲାମାନେ ଅଛନ୍ତି, ସେମାନଙ୍କ ଉପରେ କେମିତି ଫୋକସ୍ କରିବୁ, ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ। ଏକୁ ନେଇକି ଇମ୍ପ୍ଲିମେଣ୍ଟେସନ୍ କେମିତି କରିପାରିବେ, ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରୁ ପ୍ରଧାନ ଶିକ୍ଷକମାନେ ନିୟୋଜିତ କରୁଛନ୍ତି। ସେ କାର୍ଯ୍ୟକ୍ରମରୁ ସମୟ ଆମକୁ କମ୍ କରିକି, ସେଥିରେ ସମୟ ଦେବାକୁ ପଡ଼ିବ, ତା ମାନେ ନୁହେଁ ସମୟ ଦେବାକୁ ପଡ଼ିବନି, ସେଥିରୁ କମ୍ ସମୟ ଦେଇକି ଆମେ ମୁଖ୍ୟ ଯେଉଁ ଆମର ଅଛନ୍ତି ପିଲାମାନେ ଅଛନ୍ତି, ସେଥିରେ କେମିତି ପିଲାମାନଙ୍କୁ ଅଧିକ ପରିମାଣରେ କେମିତି କନଷ୍ଟ୍ରକ୍ଟିଭ୍ ୱେରେ ଶିକ୍ଷାଦାନ କରିହେବ, ଏହାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଆମେ ଯାହା ଆମେ ଟ୍ରେନିଂ ନେଉଛୁ, ଏଥିରେ ସେଇ ସବୁ ପୁରା ଇମ୍ପ୍ଲିମେଣ୍ଟେସନ୍ ହେଉଛି। ଏକ୍ଜାମ୍ପଲ୍ ସ୍ୱରୂପ ପଞ୍ଚୁଆଲ୍ ଠାରୁ ଆରମ୍ଭ କରିକି ସବୁ କିଛି ଠିକ୍ ଟାଇମ୍ ସିଷ୍ଟମେଟିକ୍ ମ୍ୟାନର୍ରେ ହେଉଛି, ଯେଉଁଟାକି ସୁବିଧା ହେଉଛି ବାଇ ଡୁଇଂ, ଲର୍ଣ୍ଣିଂ ବାଇ ଡୁଇଂ। ଏଇଟା ଆମକୁ ସୁବିଧା ହେଉଛି। ଏଇଟା ନିଶ୍ଚିତ ଭାବରେ ଗୋଟେ ଇଫେକ୍ଟ ପକାଇବ ଆମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆମର କାର୍ଯ୍ୟଶୈଳୀରେ ତାକୁ ଇମ୍ପ୍ଲିମେଣ୍ଟେସନ୍ କରିବାକୁ ଗୋଟେ ଭଲ ସୁଯୋଗ ସୃଷ୍ଟି କରିବ। ଧନ୍ୟବାଦ। ମୁଁ ରାଜଲକ୍ଷ୍ମୀ ମହାନ୍ତି, ଭଦ୍ରକ ଡିଷ୍ଟ୍ରିକ୍ଟ ବନ୍ତ ବ୍ଲକରୁ ଆସିଛି। ଆଜି ପବିତ୍ର ଗୁରୁ ଦିବସ, ସେଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଗୁରୁ ହେଉଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ହେଉଛନ୍ତି ବାପା ମା ଆଉ ଭଗବାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ। ତେଣୁ ସେଇ ଗୁରୁଙ୍କୁ ଯଦି ଆମେ ସମ୍ମାନ ଦବା, ତାହେଲେ ନିଶ୍ଚିନ୍ତ ଆମ ଦେଶ ଆଗେଇବ, ଆମ ଭବିଷ୍ୟତର ନାଗରିକ ମାନେ ମଧ୍ୟ ଆଗକୁ ବଢିବେ। ତେଣୁ ସବୁବେଳେ ଗୁରୁ ହଉଛନ୍ତି ଆମର ପଥ ପ୍ରଦର୍ଶକ। ଆମକୁ ଯେତେ ପ୍ରକାର ଅସୁବିଧାକୁ ଆମେ କେମିତି ମାନେ ଫେସ୍ କରିବା, ସେ ସବୁ ଆମେ ଶିଖିଥାଉ ଗୁରୁଙ୍କ ଠାରୁ। ଆଉ ଆମେ ଆସିଛୁ ଆମର ଓଡ଼ିଶାରୁ 50 ଜଣ ଶିକ୍ଷକ ଏଠି କାପାସିଟି ବିଲ୍ଡିଂ ଓ ଲିଡରସିପ୍ ଟ୍ରେନିଂ ନେବା ପାଇଁ। 50 ଜଣ ଶିକ୍ଷକ ଯୋଉ ଆସିଛୁ, ତା ଭିତରୁ ଭଦ୍ରକ ଜିଲ୍ଲାରୁ ଆମେ 5 ଜଣ ଆସିଛୁ, ସେଥିମଧ୍ୟରୁ ମୁଁ ଜଣେ। ଏଇ ପରିବେଶ, ଏଇ ଯୋଉ ଅଜିମ୍ ପ୍ରେମଜୀ ୟୁନିଭର୍ସିଟିକୁ ଆମେ ଆସିଛୁ। ଏଇ ୟୁନିଭର୍ସିଟି ଗୋଟେ ୟୁନିକ୍। ଆମେ ଯାହା ଦେଖିଲୁ ଏଠି ଏତେ ସୁନ୍ଦର ପରିବେଶ, ପୁରା ଡିସିପ୍ଲିନ ଆଉ ୱେଲ୍ ଅର୍ଗାନାଇଜ ହେଇଛି। ଟାଇମ ଟେବୁଲ ଏକଦମ ମାନେ ପୁରା ଠିକ ଅଛି। ଆଉ ଟିଚର ଆମର ଯୋଉ ଅଛନ୍ତି ଆରପି ମାନେ, ରାମନାଥ ସାର୍, ବିକାଶ ସାର୍ ଆଉ ଆହୋନା ମ୍ୟାଡମ, ସେମାନଙ୍କର କଣ୍ଟେଣ୍ଟ ନଲେଜ ଏକଦମ ହାଇ। ଆଉ ସେମାନଙ୍କର ପ୍ରେଜେଣ୍ଟେସନ ବି ପୁରା ଆଟ୍ରାକ୍ଟିଭ ଅଛି। ବହୁତ ବଢିଆ ଲାଗୁଛି ପରିବେଶ। ଆମକୁ ମଧ୍ୟ ସୁନ୍ଦର ଭାବରେ ଏଠି ଟ୍ରିଟମେଣ୍ଟ କରାହେଇଛି, କୌଣସିଥିରେ କିଛି ଅସୁବିଧା ନାହିଁ। ଆମର ରହିବା ପାଇଁ ବିହାରୀ ହୋଟେଲ ର ଆରେଞ୍ଜମେଣ୍ଟ ହେଇଛି। ଖାଦ୍ୟପେୟ ସବୁ ସିଷ୍ଟମେଟିକ, କୌଣସି କିଛିରେ ଅସୁବିଧା ନାହିଁ। ନିଶ୍ଚିନ୍ତ ଏହା ଗୋଟେ ୟୁନିକ୍ ୟୁନିଭର୍ସିଟି। ଆମେ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ ଯେ ୟୁନିଭର୍ସିଟିର ପିଲାମାନଙ୍କୁ କେମିତି ଆହୁରି ଆଗକୁ ବଢିବେ, ଆଉ ଏଠି କେମିତି ନୂଆ ପିଲାମାନେ ବି ଆମ ଗଭର୍ଣ୍ଣମେଣ୍ଟ ଆମ ଓଡ଼ିଶାରୁ ଆସିବେ, ଆଡମିସନ ହେବେ। ସେଥିପାଇଁ ବି ଆମର ଆମେ ପ୍ରଚେଷ୍ଟା ଜାରି ରଖିବୁ।